ଅର୍ଜୁନଙ୍କୁ ତାଙ୍କ ଜୀବନ କାଳରେ ଦୁଇଟି ଅଭିଶାପ ମିଳିଥିଲା। ଗୋଟିଏ ଉର୍ବଶୀଙ୍କ ଠାରୁ ଆଉ ଦ୍ୱିତୀୟଟା ହେଉଛି ଅଷ୍ଟବସୁଙ୍କ ଠାରୁ। ଥରେ ଅର୍ଜୁନ ନିଜ ପିତା ଇନ୍ଦ୍ରଙ୍କ ନିମନ୍ତ୍ରଣରେ ସ୍ୱର୍ଗକୁ ଯାଇଥିଲେ। ସେଠାରେ ସେ 5 ବର୍ଷ ରହି ଦେବତାମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ନୃତ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ। ସ୍ୱର୍ଗରେ ଅପ୍ସରା ଉର୍ବଶୀ ଅର୍ଜୁନଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କ ନିକଟକୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଅର୍ଜୁନ ତାଙ୍କୁ କୁରୁ ବଂଶର ମାତା ତୁଲ୍ୟ ବିବେଚନା କରି ତାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଲେ, ମନା କରିଦେଲେ। ମହାଭାରତ କଥା ଅନୁସାରେ ସ୍ୱର୍ଗର ଅପ୍ସରା ଉର୍ବଶୀ କୁରୁ ବଂଶର ଜଣେ ପୂର୍ବପୁରୁଷ ରାଜା ପୁରୁରବାଙ୍କ ପତ୍ନୀ ଥିଲେ। ସେଥିପାଇଁ ଅର୍ଜୁନ ତାଙ୍କୁ ମାତା ବୋଲି ସମ୍ବୋଧନ କରିଥିଲେ। ଚନ୍ଦ୍ରବଂଶର ପ୍ରଥମ ରାଜା ପୁରୁରବା ଏବଂ ଉର୍ବଶୀଙ୍କର ବିବାହ ହୋଇଥିଲା। ସେମାନଙ୍କ ଆୟୁ ନାମକ ଏକ ପୁତ୍ର ଥିଲେ, ଯିଏକି କୁରୁ ବଂଶର ପୂର୍ବଜ। ଏହି ବଂଶଧାରାରେ ପରେ କୁରୁ, ଶାନ୍ତନୁ ଏବଂ ପାଣ୍ଡବମାନେ ଜନ୍ମଗ୍ରହଣ କରିଥିଲେ। ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଉର୍ବଶୀ ଅର୍ଜୁନକୁ ନପୁଂସକ ହେବାର ଅଭିଶାପ ଦେଇଥିଲେ। ପରେ ଇନ୍ଦ୍ରଙ୍କ ଅନୁରୋଧ କ୍ରମେ ଉର୍ବଶୀ ଏହି ଅଭିଶାପକୁ ପାଣ୍ଡବମାନଙ୍କର ଅଜ୍ଞାତବାସ ସମୟରେ କେବଳ 1 ବର୍ଷ ପାଇଁ ସୀମିତ କରିଦେଇଥିଲେ। ଏହି ଅଭିଶାପ ଯୋଗୁଁ ଅର୍ଜୁନ ରାଜା ବିରାଟଙ୍କ ଦରବାରରେ ବୃହନ୍ନଳା ବେଶରେ ନୃତ୍ୟ ଓ ସଙ୍ଗୀତ ଶିକ୍ଷକ ଭାବେ 1 ବର୍ଷ ବିତାଇଲେ, ଯାହାକି ସେମାନେ ଅଜ୍ଞାତବାସ ପାଇଁ ଏକ ବରଦାନ ସଦୃଶ ହୋଇଥିଲା। ମହାଭାରତ ଯୁଦ୍ଧରେ ଅର୍ଜୁନ ଶ୍ରୀଖଣ୍ଡୀକୁ ଢାଲ କରି ଭୀଷ୍ମ ପିତାମହକୁ ବଧ କରିଥିଲେ। ତ ଭୀଷ୍ମ ପିତାମହ ହେଉଛନ୍ତି ଅଷ୍ଟବସୁଙ୍କ ମଧ୍ୟରୁ ଜଣେ। ଏଥିରେ କ୍ରୋଧିତ ହୋଇ ବସୁଗଣ ଅର୍ଜୁନକୁ ଅଭିଶାପ ଦେଲେ ଯେ ସେ ନିଜ ପୁଅ ହାତରେ ମରିବେ ବା ନିହତ ହେବେ। ଅଶ୍ୱମେଧ ଯଜ୍ଞ ସମୟରେ ଅର୍ଜୁନଙ୍କ ପୁତ୍ର ବଭ୍ରୁବାହନ ଅର୍ଜୁନକୁ ଯୁଦ୍ଧରେ ହତ୍ୟା କରିଥିଲେ, କିନ୍ତୁ ପରେ ନାଗକନ୍ୟା ଉଲୁପୀଙ୍କ ସହାୟତାରେ ଅର୍ଜୁନ ପୁନର୍ଜୀବିତ ହୋଇଥିଲେ।